କାଗଜରେ ଯାହା ଯୋଉ ଚାବି ଟ୍ରେଜେରୀରେ ତାର ଅଛି ବୋଲି କୁହାହେଲା, ସେ ଚାବି ଆମେ ଦୁଇଟି ଚାବି ପାଇଲୁ। ସେଟା ସିଲ୍ ରେ ଥିଲା, ଗୋଟେ ଡବଲ ସିଲ୍ ହେଇକି ଥିଲା। ପ୍ରଥମ ସିଲ୍ ଖୋଲିଲା ପରେ ସେଟାର ଭିଡିଓ ଡିଜିଟାଇଜେସନ ଭିଡିଓ କରାହେଇଛି। ସେଥିରେ ସିଲ୍ ଅବସ୍ଥାରେ ପ୍ରଥମ ସିଲ୍ ଖୋଲା ହେଲା, ବଡ ପ୍ୟାକେଟ ସିଲ୍ ଥିଲା। ସିଲ୍ ଖୋଲିଲା ପରେ ଦ୍ୱିତୀୟ ସିଲ୍ ଜିନିଷ ଅଛି ସେ ତ ରଥ ଆପଣଙ୍କ ଠାରୁ ଜାଣିବା ପାଇଁ ଚାହିଁବୁ, ଆପଣ କିଛି କାଲି ନୂଆ ଏକ୍ସପିରିଏନ୍ସ ପାଇଲେ କି ଗତକାଲିର ଘଟଣାରେ ରତ୍ନ ଭଣ୍ଡାର ଚାବି ଯେତେବେଳେ ଖୋଲା ହେଲା? ହଁ, ଯେତେବେଳେ ଭିତର ଭଣ୍ଡାର ଖୋଲିଲୁ, ହଁ ସେତେବେଳେ ଖୋଲା ହେଲା, ହଁ କିନ୍ତୁ ହଁ ପରିବେଶ ଶାନ୍ତ ଥିଲା। ଭିତରେ ନିଶ୍ଚିତ ଭାବରେ ଆମକୁ ଭଗବାନ ହିଁ ତା ଭିତରେ ସୁରକ୍ଷା ଦଉଛନ୍ତି, ଆଉ ଭଗବାନ ହିଁ ଆମକୁ ପାଠ ପଢେଇ ନଉଛନ୍ତି, ଏଇଭଳି ଫିଲିଙ୍ଗ ଥିଲା। ଗୋଟେ ଅନୁଭୂତି ନିଆରା ନିଶ୍ଚିତ ଭାବରେ। କିନ୍ତୁ ଗୋଟେ ଜିନିଷ ମୁଁ ପରିଲକ୍ଷିତ କରିଥିଲି, ଆମେ ଯେତେ 11 ଜଣ ସଦସ୍ୟ ତା ଭିତରକୁ ଗଲୁ, ଆମେ ପ୍ରଥମେ ଦୀପ ପୂଜା କଲୁ। ସେ ଭିତରେ କିଛି ଦେବତା ଅଛନ୍ତି, ଦେବ ଦେବତା ରହିଛନ୍ତି, ତାଙ୍କୁ ଆଗ ଦୀପ ଦେଇ ପୂଜା କଲୁ। କିନ୍ତୁ ସେମିତି ଅସ୍ୱାଭାବିକତା କିଛି ଫିଲିଂ ହୁଏନି। ଅସ୍ୱାଭାବିକ ଫିଲ୍ମ କିଛି ପାଇଲେ ସାର୍? ସାପ କିଛି ମିଳିଲେ କି? ନାଇଁ ନାଇଁ ଆଜ୍ଞା, କିଛି ନାହିଁ। ଆମେ ସିଧା ଗଲୁ, ତା ଭିତରେ ଚାଲିଲୁ। ଆମେ ଏପଟ ସେପଟ ସବୁ ଦେଖିଲୁ, ଆଲମିରା ଗୁଡାକ ଥୁଆ ହେଇଛି, ଲକର ଥୁଆ ହେଇଛି, ଆଉ ସବୁ ତ ସେମିତି ରହିବା କଥା କାନ୍ଥ ପାଖରେ ସବୁ ଚାଲିଛି। କାନ୍ଥ ପ୍ରାୟ କଭର ହେଇକିରି ଅଛି। ତା ଭିତରେ ପାଖାପାଖି ଅଧଘଣ୍ଟା ରହିଛୁ, ଆମେ ସେଭଳି କିଛି ଅନୁମାନ ପାଇବୁ। ସାର୍ ରତ୍ନ ଭଣ୍ଡାରର ଅବସ୍ଥା କେମିତି ଅଛି? କିଛି ରକ୍ଷଣାବେକ୍ଷଣର ଜରୁରତ ଅଛି କି? ପାଣି ହଁ ଅଛି, ନିଶ୍ଚିତ ଭାବରେ ଅଛି। ଆମେ ଆମ ଖାଲି ଆଖିରେ ଆମେ ଯେତିକି ଅନୁମାନ କରିଛୁ, ଯାହା ଭିତରୁ ସେଟା ଦୁର୍ବଳ ପରିସ୍ଥିତି ଜଣା ପଡୁଛି। ଏକଥା ହେଇଥାଇପାରେ, ଯେହେତୁ ବାହାର ତାର ବାହ୍ୟ ପଟଟା ତିଆରି ସରିଗଲାଣି, ତେଣୁ ସେ ଖସୁ ନାହିଁ, ଜାମ୍ ହେଇଯାଇଛି, ରହିଯାଇଛି। ତେଣୁ ତଳପଟରୁ ମରାମତିର ଆବଶ୍ୟକତା, ଏକ୍ସଟେନ୍ସିଭ ମରାମତିର ଆବଶ୍ୟକତା ଅଛି। ଆପଣ ଭାବୁଛନ୍ତି କି ବହୁତ ଗୁଡେ ଅନ୍ଧବିଶ୍ୱାସ ରହିଥିଲା ଯୋଉଥିପାଇଁ 46 ବର୍ଷ ଧରି ଖୋଲା ଯାଇ ପାରୁନଥିଲା? ଅନ୍ଧବିଶ୍ୱାସ ମୁଁ ବିଶ୍ୱାସ କରିବି। ଏଇଟା ଯେହେତୁ ଆମେ ଯେମିତି ଆମର ମଣିଷ ମାନେ ହାତ ଘର ମାନଙ୍କରେ ଲକର ରଖିଛେ କିମ୍ବା ବ୍ୟାଙ୍କରେ ରଖିଛେ, ଆମର ଆବଶ୍ୟକତା ବେଳେ ଆମେ ଯେମିତି ଖୋଲୁଛେ, ଭଗବାନଙ୍କର ବୋଧେ ଆବଶ୍ୟକତା ହେଇନଥିଲା, ତେଣୁ ଚେଷ୍ଟାକୁ ସଫଳ କରେଇ ଦଉନଥିଲେ। ଭଗବାନଙ୍କର ଅନେକ ମାତ୍ରାରେ ଇଏ ଜଗନ୍ନାଥ ହିଁ ବୋଧେ ଚାହିଁଛନ୍ତି ନାହିଁ ଲୋକଙ୍କର ସନ୍ଦେହ ଦୂରୀଭୂତ ହଉ, ଆଉ ଆଦେଶ ହେଇକି ଖୋଲିଛି। ସାର୍ ଯୋଉ ଚାବିଟା ମିଳିଲାନି ଆଉ ତାଲା ଭାଙ୍ଗିବା ପାଇଁ ପଡିଲା ସାର୍, ଏଥିପାଇଁ ଆପଣ ଭାବୁଛନ୍ତି କି ଗୋଟେ ତଦନ୍ତ ହବା ଜରୁରୀ? କୁଆଡେ ଗଲା ଚାବି? ଚାବି ମିଳିଲାନି ଆମେ କହିବୁନି, କାହିଁକି କାଗଜରେ ଯାହା ଯୋଉ ଚାବି ଟ୍ରେଜେରୀରେ ତାର ଅଛି ବୋଲି କୁହାହେଲା, ସେ ଚାବି ଆମେ ଦୁଇଟି ଚାବି ପାଇଲୁ। ସେଟା ସିଲ୍ ରେ ଥିଲା, ଗୋଟେ ଡବଲ ସିଲ୍ ହେଇକି ଥିଲା। ପ୍ରଥମ ସିଲ୍ ଖୋଲିଲା ପରେ ସେଟାର ଭିଡିଓ ଡିଜିଟାଇଜେସନ ଭିଡିଓ କରାହେଇଛି। ସେଥିରେ ସିଲ୍ ଅବସ୍ଥାରେ ପ୍ରଥମ ସିଲ୍ ଖୋଲା ହେଲା, ବଡ ପ୍ୟାକେଟ ସିଲ୍ ଥିଲା। ସିଲ୍ ଖୋଲିଲା ପରେ ଦ୍ୱିତୀୟ ସିଲ୍ ଜିନିଷ ଅଛି, ଜିନିଷ ଅଛି। କାରଣ ଯେତେବେଳେ ଚିଫ୍ ଆଡମିନିଷ୍ଟ୍ରେଟର ନିଜେ ମନ୍ଦିରର ସେ ବୋତଲ ରଖାଗଲା, ତାକୁ ଫିଟା ଯିବା ପରେ ଦେଖାଗଲା 2 ଖଣ୍ଡ ଲୁହା ଚାବି, ଲୁହା ନୁହଁ ନିଶ୍ଚିତ ଭାବରେ ପୁରୁଣା ଚାବି, ପ୍ରକାର ଦେଖାଯାଉଥିବା ଚାବି,
ସେ ଚାବିକୁ ଧରି ଆମେ ଖୋଲିବା ପାଇଁ ଉଦ୍ୟମ କଲୁ, କାରଣ ସେଇଟା ହିଁ ଏକମାତ୍ର ଚାବି ଯାହା ରେକର୍ଡରେ ହଉଥିଲା। ଚାବିରେ ଖୋଲିଲୁ, ଉଦ୍ୟମ କରିଛୁ ଖୋଲିବା ପାଇଁ, କିନ୍ତୁ 3ଟି ତାଲା 2ଟି ଚାବି ସେଠି ଗୋଟେ ସନ୍ଦେହ ରହିଲା। ଏବଂ ଚାବି ଗୋଟେ ଚାବି ତ 2ଟା ତାଲାରେ ଜମା ପଶିଲା ନାହିଁ, ଆଉ ଗୋଟେ ଚାବି ତାଲାରେ ପଶିଲା ସେଟା ବୁଲିଲା ନାହିଁ ଖୋଲିବା ପାଇଁ। ତେଣୁ ଖୋଲିଲା ଯେତେବେଳେ ଆମର ତ ଆସିଥିଲା, ଆମେ ନ ଖୋଲିଲେ ଆମେ ନାହିଁ ବୋଲି ଆପଣଙ୍କୁ ସନ୍ଦେହ କଥା ଅନୁସାରେ କହୁଛନ୍ତି। ହଁ ମୋର ଯାହା ମନେ ପଡୁଛି ଉଠିଥିଲା ଯେ ଚାବି ମିଳୁନାହିଁ, ନେଇଯାଇଛନ୍ତି, ସମ୍ଭାବନା ଦଉଛି ହେଇଥିଲା। ଏଇ ଅଭିଯୋଗକୁ ଧରିକିରି ହାଇକୋର୍ଟଙ୍କ ଡାଇରେକ୍ସନ ଉପରେ ଜଷ୍ଟିସ ଦାସଙ୍କର ଗୋଟେ କମିଶନ, ଚାବି ସଂକ୍ରାନ୍ତରେ କମିଶନ ଗୋଟେ ବସି ସାରିଛି ଆଜ୍ଞା। ହଁ ଆପଣ ସମସ୍ତେ ଜାଣନ୍ତି, ଜାଣିଛନ୍ତି ଉଣାଉଠି କି ସେ କମିଶନର ରିପୋର୍ଟ ଦିଆଯାଇଛି। ଗତ ସରକାରରେ ସେମାନେ କଣ ଚେଷ୍ଟା କଲେ ଆମେ ଜାଣିନୁ, କିନ୍ତୁ ଏ ସରକାରରେ ସେ ସଂକ୍ରାନ୍ତରେ ଗୋଟେ ରିଷ୍ଟ୍ରିକ୍ସନ ଫାଇଲ ହେଇଯାଇଛି 18 ମସିହାରେ। ଯୋଉ ଚାବି ସଂକ୍ରାନ୍ତର ଯୋଉ ରିପୋର୍ଟ ଆସିଲା, ସେ ରିପୋର୍ଟ କାହିଁକି ପ୍ଲେସ୍ ହଉନି, ସେଠି ଯାହା ଜଣା ପଡୁଛି ମାର୍ଚ୍ଚ ମାସରେ ତତ୍କାଳୀନ ଆଡଭୋକେଟ ଜେନେରାଲ କିମ୍ବା ସରକାରୀ ତାକୁ କହିଛନ୍ତି, ବକ୍ତବ୍ୟ ରଖିଛନ୍ତି ଯେ ଇଲେକ୍ସନ ହବାକୁ ଯାଉଛି, ଇଲେକ୍ସନ ପରେ ସରକାର ହବ, ନୂଆ ସରକାର, ତେଣୁ ସେତେବେଳେ ଆମେ ଚାବି କ୍ୟାବିନେଟରେ ରଖିବାର, ଚାବି ସଂକ୍ରାନ୍ତର ତଦନ୍ତ ରିପୋର୍ଟ ରଖିବାରେ ଆମେ ଉଦ୍ୟମ କରିବୁ। ହଁ ତାରିଖରେ ସେ କେସ୍ ଥିଲା ହାଇକୋର୍ଟରେ। ତେଣୁ 10 ତାରିଖରେ କଣ ଅର୍ଡର ହେଇଛି ମୁଁ ଜାଣିନାହିଁ, ସାଧାରଣ ସେଟା ପ୍ରକାଶ ପାଇନି। ନୂଆ ମନ୍ତ୍ରିମଣ୍ଡଳ ଆସିଛି, ତେଣୁ ତାଙ୍କୁ ଟିକେ ସମୟ ଲାଗୁଥିବ। ସାର୍ ଏଇ 3ଟା ତାଲାରେ କିନ୍ତୁ 2ଟି ଚାବି ଆପଣଙ୍କୁ ମିଳିଲା। 2ଟି ଚାବି ଆମକୁ ମିଳିଛି, 3ଟି ତାଲା, ଗୋଟେ ଲକ୍ ସିଚୁଏସନ, ଗୋଟେ ସିଲ୍ ସିଚୁଏସନ, 2ଟା ଅନଲକ୍ ସିଚୁଏସନ। ହଁ ସାର୍ ଏଇଟା ଗୋଟେ କନଫ୍ୟୁଜନ ତିଆରି କରୁଛି କି ଅନସିଲ୍ ସିଚୁଏସନ। ସାର୍ ଯୋଉ ଅନସିଲ୍ ଥିଲା ଆଉ ଗୋଟେ ସିଲ୍ ଥିଲା, ଏଥିରୁ କଣ ଆପଣ ନିର୍ଦ୍ଦେଶରେ ପହଞ୍ଚୁଛନ୍ତି? ନାଇଁ, ତାଲା ତ ପଡିକିରି ଥିଲା, ହୁଁ 3ଟି ଯାକ ତାଲା ପଡିକିରି ଥିଲା, ଲକ୍ ଅବସ୍ଥାରେ ଥିଲା। ତାଲା ବହୁତ ପୁରୁଣା, ବିଲାତି ଅମଳର ତାଲା, ସିଏ ଘର ନୁହଁ, ହେଭି ତାଲା ମଧ୍ୟ। ହଁ ଗୋଟେ ବୁଢା ହେଇକିରି ପଡିଥିଲା, ଏବଂ ଆଉ 2ଟି ତାର ଯୋଉ କୁଣ୍ଡୁଳି ଥାଏ ତାଲା ପକେଇବା ପାଇଁ, ସେଥିରେ ପଡିଥିଲା। ଆମେ କିଛି ସେଭଳି ସେଠି ଅସ୍ୱାଭାବିକ ସ୍ଥିତି କିଛି ତାଲା ଜନିତ ଆମେ ଦେଖିନୁ, ଅନୁମାନ କରିବା ହେଇପାରିନି, ଅନୁମାନ ହେଇନାହିଁ ଅବସ୍ଥାରେ ଏବଂ ତାର ଖୋଲା ହବା କଟା ହବା ପରେ ମଧ୍ୟ ଖୋଲିବାର ଫଟୋ ରଖାଯାଇଛି। କିନ୍ତୁ ସାର୍ ଆପଣଙ୍କ ଭିତରେ କିଛି ସନ୍ଦେହ ଆସିଛି କି ଯେ କାହିଁକି ଏମିତି ହେଲା? ନାଇଁ, ଚାବି ବିଷୟରେ ତ ବହୁତ ଦିନ ସନ୍ଦେହ ହେଇ ଆସୁଛି, ତେଣୁ ଆମେ ଚାବି ମାଗିଲୁ, ଚାବି କାମ କଲାନି। ଆଉ ସେ ଚାବି ତାର କି ନାହିଁ ସେଟା ଅନୁସନ୍ଧାନ କରିକି ଯଦି ସରକାର ଯାହା ବିଚାର କରିବେ, ଆମର କାମ। ଆଜ୍ଞା ଶୁଣନ୍ତୁ, ଆମକୁ ଯୋଉ ନୋଟିଫିକେସନ ଦିଆହେଇଛି କିମ୍ବା ଯୋଉ ଉଦ୍ଦେଶ୍ୟ ଆସିଛି ନୋଟିଫିକେସନ ପଛରେ, ଉଦ୍ଦେଶ୍ୟ ହଉଛି ଭିତର ଭଣ୍ଡାର ଖୋଲାଯିବ, ଭିତର ଭଣ୍ଡାର ବାହାର ଭଣ୍ଡାରର ସାମାନ ଯୋଉ ଅଛି, ଜୁଏଲାରିଜ ଅଛି, ତାକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ, ତାର ମରାମତି ହବ, ମରାମତି କଲେ ଜିନିଷକୁ ପୁନଃ ସ୍ଥାପନ କରାଯିବ ଏବଂ ଗଣତି ମହାନ୍ତି କରାଯିବ। ଦାୟିତ୍ୱ ନ୍ୟସ୍ତ ହେଇଗଲି। ସାର୍ ବର୍ତ୍ତମାନ ଆପଣ କଣ ନୂଆ ତାଲା ପକେଇଛନ୍ତି ରତ୍ନଭଣ୍ଡାରରେ? ସିଲ୍ କରାଯାଇଛି, ଯେହେତୁ 2 ଦିନ ଭିତରେ ପୁଣି ନିଷ୍ପତ୍ତି ନିଆଯିବ, ସ୍ଥାନାନ୍ତରିତ କରାଯିବ। ରୁଲ୍ 5 ରୁଲ୍ 6 ତଦନ୍ତ ତଦନୁଯାୟୀ ଆମେ ତାକୁ
डिस्ट्रिक्ट ट्रेजरी को पठाई दी कलेक्टर जरिया डिस्ट्रिक्ट कलेक्टर ट्रेजरी को पठे दी छन। हाँ डिस्ट्रिक्ट ट्रेजरी कलेक्टर जरिया पठाई सर आपनकर नेक्स्ट स्टेप कौन हबो? नेक्स्ट स्टेप आम देखुं बर्तमान भावना चली आमर जो कोर कमिटी कोर मेंबर जो 11 जन आम जाइलु से 11 जन अधिकांश भितर अच्छा तेणु आज जो पर्वता गुड़े प्रकार पालन कराए हम गुरुवार अच्छी जापर शुक्रवार दिन भर को जीवाटा करेंगे आम चेष्टा कर चिंता चले पर्यंत आसी ना सर बहुत धन्यवाद सर आपन को मतामत पाई बहुत धन्यवाद सर। थैंक यू। सर नमस्कार।